କାଲି ଆମେ ଭକ୍ତ ବଳରାମ ଦାସଙ୍କ କଥା ଆଲୋଚନା କରୁଥିଲେ, ଶ୍ରବଣ କରୁଥିଲେ। କାଲି ଭକ୍ତ ବଳରାମ ଜଗନ୍ନାଥଙ୍କର ଉପରେ ଅଭିମାନ ବଶତଃ ଅନେକ କଟୁ କଥା ଜଗନ୍ନାଥଙ୍କୁ କହୁଛନ୍ତି। ଯେପରିକି ମୁଁ ଆଜି ଆପଣଙ୍କର ଏ ବଡ଼ଦାଣ୍ଡରୁ ଛାଡ଼ି ପଳାଉଛି। ଯଦି ପ୍ରକୃତରେ ମୁଁ ଆପଣଙ୍କର ଦାସ ହୋଇଥିବି, ପ୍ରକୃତରେ ଆପଣ ମୋର ପ୍ରଭୁ ହେଇଥିବେ, ତାହେଲେ ତୁମ ନନ୍ଦ ବାପଙ୍କରଣ ତୁମର ରଥ ଏଠାରୁ 1 ଇଞ୍ଚ ମଧ୍ୟ ହଟିବ ନାହିଁ। ଏହିପରି ଜଗନ୍ନାଥଙ୍କର ଉପରେ ଅଭିମାନ କରି ଆଜି ଭକ୍ତ ବଳରାମ ଦାସ ବଡ଼ଦାଣ୍ଡରୁ ଚାଲି ଯାଉଛନ୍ତି। ଏହିପରି ଚାଲି ଚାଲି ଭକ୍ତ ବଳରାମ ଦାସ ସମୁଦ୍ର ବାଙ୍କି ମୁହାଣରେ ପହଞ୍ଚିଛନ୍ତି। ସେଠି ବାଙ୍କି ମୁହାଣରେ ଭକ୍ତ ବଳରାମ ଦାସ ବାଲିର 3ଟି ରଥ, ଜଗନ୍ନାଥ, ବଳଦେବ ଏବଂ ମା ସୁଭଦ୍ରାଙ୍କ ରଥ ନିର୍ମାଣ କରିଛନ୍ତି ଏବଂ ଆଖିରୁ ଲୋତକ ଧାରା ଅଶ୍ରୁ ନିର୍ଗତ ହେବାରେ ଲାଗିଛି। ବ୍ୟାକୁଳ ହୃଦୟରେ ସେହି ବାଲିର 3ଟି ରଥରେ ଜଗନ୍ନାଥ, ବଳଦେବ, ମା ସୁଭଦ୍ରାଙ୍କୁ ଆହ୍ୱାନ କରିଛନ୍ତି। ହେ ବ୍ରହ୍ମାଣ୍ଡ ଠାକୁର, ହେ ଜଗତର ନାଥ ଜଗନ୍ନାଥ, ଯଦି ପ୍ରକୃତରେ ମୁଁ ଆପଣଙ୍କର ସେବକ ହୋଇଥାଏ, ତେବେ ନିଶ୍ଚିତ ତୁମେ ବଳଦାଣ୍ଡର ରଥକୁ ଛାଡ଼ିକି ମୋର ଏ ବାଲି ରଥରେ ବିରାଜମାନ କର। ଏହିପରି ବଳରାମ ଦାସ ଜଗନ୍ନାଥଙ୍କୁ ତାଙ୍କର ବାଲି ରଥରେ ଆହ୍ୱାନ କରିଛନ୍ତି ବା ବାଲି ରଥକୁ ଆସିବା ପାଇଁ ନିବେଦନ କରିଛନ୍ତି। ଭକ୍ତର ନିବେଦନ ଜଗନ୍ନାଥ କିପରି ଖଣ୍ଡନ କରିପାରିବେ? ସେଥିପାଇଁ ଜଗନ୍ନାଥ କହିଲେ, ନା, ଜଗନ୍ନାଥ ହଉଛନ୍ତି ଭକ୍ତର କଣ? ଭକ୍ତ ମାନଙ୍କର ରକ୍ଷାକର୍ତ୍ତା। ବା ଯେପରି ଗୋଟେ ଆମର ଢେଗ ଅଛି, ସେଟା ସମସ୍ତେ ବୋଲିବେ, ମୁଁ ସେୟାର କରୁଛି। ହେନ ପଛେ ପଛେ ଉଚ୍ଛା ଗାମେ କ୍ଷୀର ଲୋଭେ, ହେନୁ ପଛେ ପଛେ ବଛା ଗାମେ କ୍ଷୀର ଲୋଭେ, ଭକତ ପଛରେ ତୁହି ଥାଉ ସେହି ଭାବେ ଥାଉ ସେହି ଭାବେ। ଭକ୍ତ ପଛରେ ତୁହି ଆଉ ସେଇ ଭାବେ ଆଉ ସେଇ ଭାବେ। ବାପା ମୋ ମୋଗଲ ପୁଅ ମା ମୋ ବ୍ରହ୍ମଣୀ, ମୋଗଲ ପୁଅ ମା ମୋ ବ୍ରହ୍ମଣୀ, ଏ କୋଳେ ଜନ୍ମିଲି ହିନ୍ଦୁ
न ଛୁଆଁ ପାଣି न ଛୁମ ପାଣି एकुळ जन्मिले हिंदू न छुए मो पाणी न छुए मो पाणी एकांत भक्त जीवन अद्भुत जीवन धेनु पछे पछे बच्चा गमे क्षीर लोहे धेनु अर्थात गाई गाईर पछरे पछरे जेपरी गाभी बच्चा माने गाईर छुआ लोभरे दौड़ुଥାଏ ଗାଈର ପଛରେ ପଛରେ ଦୌଡ଼ିଥାଏ ଭକ୍ତ ପଛରେ ତହି ଥାଉ ସେଇ ଭାବେ ଅର୍ଥାତ୍ ଭକ୍ତ ମାନଙ୍କ ପଛରେ ଭଗବାନ ସେହିପରି ଭାବରେ ରହିଥାନ୍ତି ଯେପରି ଧେନୁ ପଛରେ ତାର ଛୁଆ ରହିଥାଏ ବା ଛୁଆ ଦୌଡ଼ିଥାଏ ସେହିପରି ଭକ୍ତଙ୍କ ପଛରେ ମଧ୍ୟ ଆମର ପ୍ରଭୁ ଜଗନ୍ନାଥ ମଧ୍ୟ ଦୌଡ଼ିଥାନ୍ତି ସେହିପରି ଆଜି ଭକ୍ତ ବଳରାମ ଦାସଙ୍କର ପଛରେ ଜଗନ୍ନାଥ କଣ କରୁଛନ୍ତି ଦୌଡୁଛନ୍ତି ଅର୍ଥାତ୍ ଭଗବାନ ଭକ୍ତ ବଳରାମ ଦାସଙ୍କର ବାଙ୍କି ମହଲରେ ନିର୍ମିତ ବାଲ୍ୟ ରଥରେ ବିରାଜମାନ କରି ଯାଇଛନ୍ତି ଆଜି ବାଙ୍କି ମହାଣର ତିନି ବାଲି ନିର୍ମିତ ତିନି ରଥରେ ଶୂନ୍ୟରୁ ଘଣ୍ଟା କାହାଳି ଶଙ୍ଖ ଘନ ଘନ ନାଦ ଶୁଭିଲା ଦିବ୍ୟ ସୁଗନ୍ଧରେ ଦଶ ଦିଗ କମ୍ପିତ ଉଠିଲା ପ୍ରଭୁ ଭାଇ ଭଉଣୀଙ୍କ ସଙ୍ଗେ ନେଇ ଭକ୍ତଙ୍କର ବାଲି ରଥରେ ବିରାଜମାନ ହେଲେ ପ୍ରଭୁଙ୍କୁ ଦେଖି ବଳରାମ ଦାସ କିଛି କହିଲେ ନାହିଁ କାରଣ ବଳରାମ ଦାସ ମାନ କରିଛନ୍ତି ଅଭିମାନ କରିଛନ୍ତି ଜଗନ୍ନାଥ ଉପରେ ଯଦିଓ ବଳରାମ ଦାସ ଭଗବାନ ଜଗନ୍ନାଥଙ୍କୁ ଦେଖୁଛନ୍ତି ଫିର ବି ମାନ ଅଭିମାନ ବଶତଃ ଜଗନ୍ନାଥଙ୍କୁ କିଛି କହୁନାହାନ୍ତି ଭଗବାନ ମଧ୍ୟ ବଳରାମ ଦାସକୁ କିଛି କହୁନାହାନ୍ତି ଆଜି ମାନ ଅଭିମାନର ଯୁଦ୍ଧ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଚାଲିଛି ଯଦି ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଯୁଦ୍ଧ ଚାଲିବ ତାହେଲେ କିଏ ଜିତିବ ଭକ୍ତ ଜିତିବ ପ୍ରଭୁ ନିଶ୍ଚିତ ଭକ୍ତ ଜିତିବ ତେଣୁ ଜଗନ୍ନାଥ ତାଙ୍କର ମାନ ଅଭିମାନକୁ ବାଧ୍ୟ ହେଇକି ଭାଙ୍ଗିବାକୁ ପଡିଲା ଭକ୍ତର ମାନ ଭଞ୍ଜନକୁ ରକ୍ଷା କରିବା ପାଇଁ ସ୍ୱୟଂ ଭଗବାନ ତାଙ୍କର ମାନ ଭାଙ୍ଗିକି ପ୍ରଥମେ କହୁଛନ୍ତି ବଳରାମ ଦାସ ଆଉ ରୋଷ କର ନାହଁ ମୁଁ ତୁମ ପାଇଁ ଏତେ ବଡ ଯାତ୍ରା ରଥଯାତ୍ରାକୁ ଛାଡି ତୁମ ଏ ବାଲିରଥରେ ବିରାଜମାନ କରିଛି କାରଣ ମୁଁ ଭକ୍ତର ଅଧୀନ ଅଟେ ଅହଂ ପରାଧୀନ ଦ୍ୱିଜ ଏବ ସ୍ୱତନ୍ତ୍ର ହେ ଦ୍ୱିଜ ମୁଁ ଭକ୍ତର ପରାଧୀନ ଅଟେ ଅହଂ ଭକ୍ତ ପରାଧୀନ ମୁଁ ଭକ୍ତର ପରାଧୀନ ଅଟେ ତେଣୁ ତୁମ ଇଚ୍ଛା ତୁମେ ଯାହା କରିପାରିବ କର ମୁଁ ତୁମ ଅଧୀନରେ ଅଛି ପ୍ରଭୁଙ୍କର ଏ ଯୋଉ ଭକ୍ତ ବତ୍ସଳତା କୁ ଦେଖି ଭକ୍ତ ବଳରାମ ଦାସ ମା ଅଭିମାନରେ ରହିପାରିଲେ ନାହିଁ ମାନ ତାଙ୍କୁ ଭାଙ୍ଗିବାକୁ ପଡିଲା ତାଙ୍କର କଣ୍ଠ ଅବରୁଦ୍ଧ ହେଇଗଲା ଷଷ୍ଟାଙ୍ଗ ପ୍ରଣାମ କରି ଜଗନ୍ନାଥ ଉପରକୁ ଭୋ ଭୋହି କାନ୍ଦିବାକୁ ଲାଗିଲେ ଦୟାମୟ ପ୍ରଭୁ ଆଜି ଭକ୍ତ ବଳରାମକୁ ତଳକୁ ଉଠାଇ ଆପଣ ନିଜର ବଡଦାଣ୍ଡରେ ଥିବା ଶୋଭାଯାତ୍ରାକୁ ପରିତ୍ୟାଗ କରି ଏ ରଥରେ ବିରାଜମାନ ହେଲେ ଭକ୍ତ ବତ୍ସ ଜଗନ୍ନାଥ ନିତର ଉତ୍ତରୀରେ ବଳରାମଙ୍କ ଆଖିରୁ ଝରୁଥିବା ଲୁହଧାରକୁ ପୋଛି ଦେଉଛନ୍ତି କହିଲେ ତୁମେ ମାନକୁ ତ୍ୟାଗ କର ବଳରାମ
ମାନ ତ୍ୟାଗ କରି କିଛି କୁହ, କାରଣ ତୁମର ମିଶ୍ରିତ ମଧୁର ବଚନ ଶୁଣିବା ପାଇଁ ମୁଁ ଏତେ ଦୂରକୁ ଚାଲି ଆସିଛି। ମନରେ କିଛି କୂପ ବାକି ରଖ ନାହଁ, ଚାପି ରଖ ନାହଁ, କିଛି କୁହ। ଏହିପରି ଭକ୍ତ ବଳରାମ ଦାସ ଏବଂ ଜଗନ୍ନାଥଙ୍କ ଭିତରେ କିଛି କଥାବାର୍ତ୍ତା ଚାଲିଛି। ବଳରାମ ଦାସ ନିଜକୁ ବିଶ୍ୱାସ କରିପାରୁନାହାନ୍ତି ଯେ ପ୍ରକୃତରେ ଏକ ସ୍ୱୟଂ ଜଗନ୍ନାଥ ଆଜି ମୋ ରଥରେ ବିରାଜମାନ କରିଛନ୍ତି। ଯାହାଙ୍କର ଆଜ୍ଞାକୁ ବ୍ରହ୍ମାଜୀ ପାଳନ କରିବା ପାଇଁ ତତ୍ପର ହେଉଛନ୍ତି, ଯାହାଙ୍କର ଆଜ୍ଞାରେ ସୂର୍ଯ୍ୟ ଚନ୍ଦ୍ର ଆତଜାତ ହୁଅନ୍ତି, ଇନ୍ଦ୍ର ଆଦି ଦେବତାଗଣ, ଯକ୍ଷ ରାକ୍ଷସ ଆଦି ଗଣ କ୍ଲିନର ପ୍ରଭୃତି ଯାହାଙ୍କର ଗୁଣଗାନ କରନ୍ତି, ଯାହାଙ୍କର ପାଦ ପଦ୍ମକୁ ଯୋଗୀ ଜ୍ଞାନୀ ମୁନି ହୃଦୟରେ ଧ୍ୟାନ କରନ୍ତି, ସେ ଆଜି ତାଙ୍କର ପ୍ରଭୁ ପୁଣିଆକୁ ଭୁଲି ଯାଇ ଏ ଅଧମ ପାଖରେ ପହଞ୍ଚି ବିନୟ କରୁଛନ୍ତି। ଧନ୍ୟ ପ୍ରଭୁ, ଧନ୍ୟ ତୁମର ଭକ୍ତ ବିଶ୍ଚଳତା। ତୁମ ପରି ଉଦାର ପ୍ରଭୁଙ୍କୁ ଛାଡ଼ି ଯେଉଁ ମୂର୍ଖ ବ୍ୟକ୍ତି ଅନ୍ୟ ଦେବତା ମାନଙ୍କୁ ଭଜେ, ସେ ମହାମୂର୍ଖ ଅଟେ। ଆପଣଙ୍କ ଭଳିଆ ଉଦାର ପ୍ରଭୁଙ୍କୁ ଛାଡ଼ିକି ଯଦି ଯେଉଁ ବ୍ୟକ୍ତି ଅନ୍ୟ ଦେବତା ମାନଙ୍କର ଶରଣାପନ୍ନ ହୋଇ ବା ଅନ୍ୟ ଦେବତା ମାନଙ୍କୁ ପୂଜା କରୁଛନ୍ତି, ତା ଭଳିଆ ମୂର୍ଖ କେହି ନାହିଁ। ଯେପରି ଗଙ୍ଗା ଜଳକୁ ଛାଡ଼ି ଲୋକମାନେ କୂଅ ଗାଡ଼ିଆ ଖୋଜିବାରେ ବ୍ୟସ୍ତ ଅଛନ୍ତି, ଏହିପରି ଜଗନ୍ନାଥ ଏବଂ ଭକ୍ତ ବଳରାମ ଦାସଙ୍କ ଭିତରେ କଥାବାର୍ତ୍ତା ଚାଲିଛି। ଭକ୍ତର ବିନମ୍ରତା ଦେଖି ପ୍ରଭୁ ମନ୍ଦ ମନ୍ଦ ହସିକି କହିଲେ, ଭକ୍ତ ବଳରାମ ମନ ଉଣା କର ନାହିଁ। ମୋର ଏ ଯୋଉ ଉପାଚାର ଲୋଡ଼ା ନାହିଁ। ମୋ ଭକ୍ତ ମୋର ପ୍ରାଣଧନ। ମୁଁ ତା ଭକ୍ତିର ଡୋରିରେ ବନ୍ଧା। ଯେଉଁଠି ମୋ ଭକ୍ତ ନାହିଁ, ସେଠି ମୁଁ ରହିକି କଣ କରିବି? ମତେ କି ସୁଖ ମିଳିବ? ତେଣୁ ମୁଁ ମୋର ଭକ୍ତ ଯୋଉ ବଡ଼ଦାଣ୍ଡରୁ ଫେରସ୍ତ ପଳେଇ ଆସିଛନ୍ତି, ମୁଁ ସେଠି ରହି କଣ କରିବି? ସେଥିପାଇଁ ମୁଁ ବଡ଼ଦାଣ୍ଡ ଛାଡ଼ିକି ତୁମର ଏଇ ଯୋଉ ବାଲିରଥରେ ବିରାଜମାନ କରିଛି। ପ୍ରଭୁଙ୍କର ଶ୍ରୀମୁଖରୁ ଏ ପ୍ରକାର କରୁଣ ବଚନ ଶୁଣିକି ଭକ୍ତ ବଳରାମ ଆନନ୍ଦ ସାଗରରେ ବୁଡ଼ିଗଲେ ଏବଂ କଣ କଲେ, ସେ ବାଲିରଥରେ ମାନସ ପୂଜା ଷ୍ଟାର୍ଟ କରିଦେଲେ। ମାନସ ପୂଜା ମାନେ ବୁଝିପାରୁଛନ୍ତି ତ? ମନେ ମନେ ପୂଜା କରିବାକୁ ଲାଗିଲେ ଏବଂ ମନେ ମନେ ରଥ ଟାଣିବାକୁ ଲାଗିଲେ। ଏଇ ବିଷୟରେ ମନେ ମନେ ଯାହା କରିବାକୁ ଲାଗିଲେ। ତେଣୁ ମନେ ମନେ ବାଲିରଥ ଆଜି ବଳରାମ ଦାସ ଟାଣିବାକୁ ଲାଗିଛନ୍ତି। ଏପରି ଉତ୍ସବ ଆଜି ବଳରାମ ଦାସ ବାଙ୍କି ମୁହାଣରେ ମନେ ମନେ କରିବାରେ ବ୍ୟସ୍ତ ଅଛନ୍ତି। ଆଜି ବାଙ୍କି ମୁହାଣରେ ବଳରାମ ଦାସଙ୍କ ରଥ ଗଡ଼ିବାରେ ଲାଗିଛି। କିନ୍ତୁ ଏପଟେ ବଡ଼ଦାଣ୍ଡରେ ଭୀଷଣ କୋଳାହଳ ସୃଷ୍ଟି ହେଲାଣି। କାହିଁକି ଜାଣିଛନ୍ତି? ସମସ୍ତେ ଭିଡିଓ ଅନ୍ କରନ୍ତୁ। କାହିଁ ଅଫ୍ କରିଛନ୍ତି? ଭିଡିଓ ଅନ୍ କରନ୍ତୁ। ଏପଟେ ବଡ଼ଦାଣ୍ଡରେ ଭୀଷଣ କୋଳାହଳ ଲାଗିଛି, କାରଣ ତିନି ରଥ ଅଚଳ ହୋଇଯାଇଛନ୍ତି। ତିନି ରଥ ଆଉ ଯାଉନାହାନ୍ତି। ରଥ ଟାଣି ଲୋକେ କଣ କଲେ, ଥକି ଗଲେଣି। ଅଥଚ ରଥ ଟିକିଏ ବି ଘୁଞ୍ଚୁ ନାହିଁ। କେମିତି ଘୁଞ୍ଚିବ? ପ୍ରଭୁଙ୍କର ଇଚ୍ଛା ବିନା ରଥ କିପରି ଚାଲିପାରିବ? ସ୍ୱୟଂ ଭଗବାନ ତ ଭକ୍ତର ଅଧୀନ ଅଟନ୍ତି, ଅର୍ଥାତ ଭକ୍ତର ରଥର ବାଲି ରଥକୁ ଭଗବାନ ପଳେଇ ଯାଇଛନ୍ତି। ତେଣୁ ଏ ରଥ କିପରି ଚାଲିବ? ରଥ ଚାଲିଲା ନାହିଁ। ଶେଷରେ
ରାଜାଙ୍କର ଆଦେଶ ଅନୁଯାୟୀ 100 ଗଜରାଜଙ୍କୁ ରଥରେ ଯୋଡ଼ାଗଲା। ସମସ୍ତ ନର ନାରୀ ଦୌଡ଼ି ଧରିଲେ। ରାଜା ମଧ୍ୟ ନିଜେ ଦୌଡ଼ି ଧରିବାକୁ ଟାଣିବାକୁ ଲାଗିଲେ। ଫିର୍ ବି ରଥ 1 ଇଞ୍ଚ ମଧ୍ୟ ଘୁଞ୍ଚିଲା ନାହିଁ। ଏ ଅଦ୍ଭୁତପୂର୍ବ ଘଟଣାରୁ ମହାରାଜ ଅନୁମାନ କଲେ ଯେ ନିଶ୍ଚିତ ରୂପେ ମୋର କିଛି ଭୁଲ ହେଇଯାଇଛି, ନଚେତ କାହିଁକି ରଥ ଘୁଞ୍ଚୁ ନାହିଁ। ତେଣୁ ମହାରାଜ କଣ କଲେ ନା ସାଙ୍ଗେ ସାଙ୍ଗେ ଅଧିଆ ପଡିଲେ, ଜଗନ୍ନାଥଙ୍କ ରଥରେ ଅଧିଆ ପଡିଲେ। ପ୍ରଭୁ ମହାରାଜଙ୍କୁ ଆଦେଶ ଦେଲେ, ହେ ରାଜନ, ମୋ ରଥ ନ ଚାଲିବାର କାରଣ ମୁଁ ତୁମକୁ କହୁଛି ଶୁଣ। କାହିଁକି ମୋ ରଥ ଚାଲୁନି? କାରଣ ମୋର ଭକ୍ତ ପ୍ରତି ଘୋର ଅପରାଧ ହୋଇଛି। ମୋର ଯେଉଁ ଭକ୍ତ ନିରନ୍ତର ମୋର ନାମ ଗୁଣ କୀର୍ତ୍ତନ କରେ, ସେ କିପରି ଅପବିତ୍ର ହୋଇପାରେ? ଯେ ବ୍ୟକ୍ତି ଭଗବାନଙ୍କର ନାମର ଆଶ୍ରୟ କରିଛି, ଯେଉଁ ବ୍ୟକ୍ତି ଭଗବାନଙ୍କର ନାମ ଜପ କରୁଛି, ଗୁଣ କୀର୍ତ୍ତନ କରୁଛି, ତାକୁ ଏ ଅପବିତ୍ରତା କିପରି ସ୍ପର୍ଶ କରିପାରେ? ଏ ବଳରାମ ଦାସ ମୋର ସର୍ବଦା ନାମ ଉଚ୍ଚାରଣ କରୁଛି, ସେ କିପରି ଅପବିତ୍ର ହୋଇପାରେ? ପୁଣି ମୋର ନାମକୁ ନିରନ୍ତର ଉଚ୍ଚାରଣ କରୁଥିବା ବଳରାମ ଦାସ କିପରି ଅପବିତ୍ର ହୋଇପାରେ? ଏ ପ୍ରକାର ରାଜାଙ୍କୁ ଭଗବାନ କଣ କରୁଛନ୍ତି ନା ନିର୍ଦ୍ଦେଶ ଦଉଛନ୍ତି ଯେ ବଳରାମ ଦାସକୁ ତୁମ ସେବକ ମାନେ ବାଡିଆ ପିଟା କରି ରଥରୁ ଘୋଷାରି ତଳିଦେଲେ। ସେ ମୋ ସହିତ ଭେଟ କରିବାକୁ ଆସିଥିଲା, କିନ୍ତୁ ସେମାନେ ଭେଟ କରାଇ ଦେଲେ ନାହିଁ। ସେ ମନ ଦୁଃଖରେ ଅଭିମାନ କରି ଏଠୁ ପଳାଇଗଲା। ସେ ବାଙ୍କି ମୁହାଣରେ ବାଲି ରଥରେ ବିରାଜମାନ କରାଇ ଯୋଉ ଅଦ୍ଭୁତ ରୀତିରେ ରଥଯାତ୍ରା କଲା, ତାହା ତୁମେ କେହି ବୁଝିପାରିବ ନାହିଁ। ତାହା ମତେ ବହୁତ ସୁଖ ଦେଉଛି। ତେଣୁ ମୁଁ ତ ଭଗତ ଭାବରେ ବନ୍ଧା, ମୁଁ ତାର ବାଲିରଥରେ ବିରାଜମାନ ହୋଇଛି। ତୁମେ ଏଠି ଯେତେ ରଥ ଟାଣିଲେ ବି ରଥ କେମିତି ଚାଲିବ? ଭକ୍ତ ମୋ ଶରୀର ଅଟେ। ଭକ୍ତ ଏବଂ ମୋ ଭିତରେ କୌଣସି ପାର୍ଥକ୍ୟ ନାହିଁ। ଏହିପରି ଜଗନ୍ନାଥ ତାଙ୍କର ସେବକ ମହାରାଜଙ୍କୁ ନିର୍ଦ୍ଦେଶ ଦଉଛନ୍ତି, ତେଣୁ ଯଦି ତୁମେ ଏଠି ରଥଯାତ୍ରା କରିବାକୁ ଚାହୁଁଛ, ତେବେ ଅବିଳମ୍ବେ ମୋର ଆଜ୍ଞା ପାଳନ କର। ତୁମର ଯୋଉ ସେବକ ମାନେ ମୋର ଭକ୍ତ ବଳରାମକୁ ନ ବୁଝି ନ ବିଚାରି ଦଣ୍ଡିତ କରିଛନ୍ତି, ସେମାନଙ୍କୁ ଯୋଡି ଯୋଡି କରି ବାନ୍ଧିବ। ସେମାନେ ମୋ ଭକ୍ତ, ତୁମକୁ ଯୋଉ ସେବକ ମାନେ ମୋ ଭକ୍ତ ବଳରାମକୁ ନ ବୁଝି ନ ବିଚାରି ଦଣ୍ଡିତ କରିଛନ୍ତି, ସେମାନଙ୍କୁ ତୁମେ ବାନ୍ଧ। ଅର୍ଥାତ୍ ସେମାନଙ୍କୁ ତୁମେ ପଠାଅ। ଯୋଉ ଭକ୍ତର ସହିତ ଅପରାଧ କରିଛନ୍ତି, ସେ ଭକ୍ତ ସହିତ ଭୁଲ ମାଗିକି ପୁଣି ତାକୁ ମୋର ଏଇ ଯୋଉ ବଡଦାଣ୍ଡ ରଥକୁ ଧରିକି ଆସ, ତାହେଲେ ଇଏ ରଥ ଚାଲିବ। ନଚେତ ଏ ବଳରାମ ଦାସ ଯୋଉଠି ଅଛି ମୁଁ ସେଇଠି ରହିବି, ଏ ରଥ 1 ଇଞ୍ଚ ମଧ୍ୟ ଚାଲିବ ନାହିଁ। ଭଗବାନଙ୍କର ଏପରି ଆଜ୍ଞା ଶୁଣି ରାଜା ତଡ଼ପଡ଼ ହୋଇଗଲେ। ଭଗବାନଙ୍କ ଆଦେଶ ଅନୁସାରେ ଅପରାଧୀ ସେବକ ମାନଙ୍କୁ ଗଳା ଧକ୍କା ଦେଇ ଭକ୍ତ ବଳରାମ ଦାସ ପାଖକୁ ଘେନିଗଲେ ଏବଂ ନିଜ ଅପରାଧ ପାଇଁ ଭକ୍ତଙ୍କୁ କ୍ଷମା ମାଗିଲେ ଏବଂ ରାଜା ବଳରାମ ଦାସକୁ ଧନ ବସ୍ତ୍ର ଆଦି ଦେଇ ବିଭିନ୍ନ ପ୍ରକାର ସମ୍ମାନିତ କଲେ ଏବଂ ଘୋଡାରେ ବସେଇ ନନ୍ଦିଘୋଷରେ ବିରାଜିତ କରିଥିବା ଭଗବାନ ଜଗନ୍ନାଥ ପାଖରେ ଆସିକି ପହଞ୍ଚାଇଲେ। ଏ ଭକ୍ତର ଅଭିମାନ
तो पूर्व दूर हो जाइतिला ए भगवान का रस मध्य दूर हो गला ए भगवान जगन्नाथ रस करथिले भगवान का रस मध्य दूर हो गला तेणु जगन्नाथ भक्त वत्सल अटंती जेतेबेले जगन्नाथ नंदी घोषरे दर्शन कले भक्त बलराम दास को तत्क्षणात बड़दाण्डरे ए तीनोटी रथ बिना दौड़ीरे गड़िବାକୁ ଲାଗିଲା रथ चलिବାକୁ ଲାଗିଲା ତେଣୁ ସମସ୍ତେ जय बलराम दास बोली कौन कले आनाउंस कले बा हरि बोल पकेले तेणु जगन्नाथ को एतिकी प्रार्थना करी लोक मानक टाणी रथ टाणीबाको आदेश देले समस्ते प्रभुंकर जयकार करी रथ टाणिले हरि बोल हुळु हुळी और घंटा द्वारा काहाली द्वारा त्रिभुवन कंपी उठिला नंदीघोष पुणी घू घू शब्द करी तीव्र बेगरे गड़ी चलिला खूब कम समय भितर तीन रथ गुंडीचा श्री गुंडीचा मंदिर निकट में पहुंच गला प्रभु भक्तर मान रखिले समस्त भक्तंकर महिमा गान कले भक्त वैष्णव जनक ठारे अपराध कले ता भगवान को प्रति जे अपराध ताहा समस्ते जानिले भक्त मानकर अपराध भगवान का अपराध अटे कारण भक्त भगवान का स्वरूप अटंती अर्थात यदि आम भक्तवान को अपराध करिबा निश्चित रूपे यह भगवान का अपराध अटे तेणु आज जो बलराम दास को अपराध कराइला ये अपराध स्वरूप समस्ते भूल मागिबारु पुणी रथ तीन रथ गुंडीचा मंदिर रे हो वही पहुंचला हरे कृष्ण कौन शिक्षा कले ये किछ कहबे हरे कृष्ण ଏତିକି ଶିକ୍ଷା କଲୁ ଯେ ଭଗବାନ ହେଉଛନ୍ତି ଭକ୍ତର ଅଧୀନ ଭକ୍ତଙ୍କ ସନ୍ତୁଷ୍ଟ କରିବାକୁ ହେଲେ ଭଗବାନ ଯାହା ବି କିଛି ଆକ୍ସନ ନେଇ ପାରନ୍ତି କାହାରି ଉପରେ ତେଣୁ ଭକ୍ତ ବତ୍ସଳ ଭଗବାନ ତାଙ୍କୁ କୁହାଯାଏ हाँ ହରେ କୃଷ୍ଣ भक्त होचंती भगवान को स्वरूप अटन्या हमें जीवन रे केतोले भक्त मानकर अपराध करिया उचित न भक्त मानकर अपराध माने भगवान कर अपराध अटे एवं नाम जो माने भगवान का नाम कीर्तन करछंती सेमानंको ए अपवित्रता स्पर्श करि पारे नाही बुझिपारछन जो आमे कहूचे हमर चुतिकिया अणसुदिया एटा हेगला सेटा हेगला ये सबु अस्पृश्यता भगवान कर पवित्र नाम को स्पर्श करि पारे नाही बुझुछु तो तार न आमे गाधेवानी सोच ना सी न आमे सोच दरकार पवित्रता हवा दरकार बाहर स्वच्छता स्नान कर दरकार किंतु भीतर पवित्रता पे भगवान का नाम करिया उचित तो ये होची हमर शिक्षा विषय हरे कृष्ण आगे किछ कहबे बाबर प्रभु किछ कहबे कि अपना नहीं प्रभु और की किछ कहबे हरे कृष्ण किछ कहबे ठीक अछि